ମହାଭାରତର ସବୁଠାରୁ କମ୍ ବୟସ୍କ ଏବଂ ପରାକ୍ରମୀ ଯୋଦ୍ଧା ହେଉଛନ୍ତି ଅଭିମନ୍ୟୁ। ଅର୍ଜୁନ ଏବଂ ସୁଭଦ୍ରାଙ୍କର ପୁତ୍ର ଥିଲେ ଏବଂ ତାଙ୍କ ମାମୁଁ ଥିଲେ ସ୍ୱୟଂ ଶ୍ରୀକୃଷ୍ଣ। ଅର୍ଜୁନ ଯେତେବେଳେ ସୁଭଦ୍ରାଙ୍କୁ ଚକ୍ରବ୍ୟୁହ ବିଷୟରେ କହୁଥିଲେ, ଚକ୍ରବ୍ୟୁହରେ ଭିତରକୁ ପଶିବା କଥା କହିଲା ବେଳକୁ ସୁଭଦ୍ରାଙ୍କ ପେଟରେ ଥିବା ଅଭିମନ୍ୟୁ ତାହା ଶୁଣିକି ଜାଣିପାରିଥିଲା। କିନ୍ତୁ ସେଠୁ ବାହାରିବା ଆସିଲା ବେଳକୁ କଥା କହିଲା ବେଳକୁ ସୁଭଦ୍ରା ଶୋଇପଡ଼ିଥିଲେ, ଯେଉଁଥିପାଇଁ ଅଭିମନ୍ୟୁ ଜାଣିପାରିନଥିଲେ। ପରେ ତାଙ୍କ ମୃତ୍ୟୁର କାରଣ ହୋଇଥିଲା ସେଇଟା। ଶ୍ରୀକୃଷ୍ଣ ହିଁ ତାଙ୍କୁ ଯୁଦ୍ଧ ବିଦ୍ୟା ଏବଂ ଧର୍ମର ଶିକ୍ଷା ଦେଇଥିଲେ। ତାଙ୍କୁ ଯେତେବେଳେ 16 ବର୍ଷ ହୋଇଥିଲା, ସେ ଜଣେ ଅଭିଜ୍ଞ ଯୋଦ୍ଧା ପରି ଯୁଦ୍ଧ କରୁଥିଲେ। ଯୁଦ୍ଧର 13ତମ ଦିନରେ ଦ୍ରୋଣାଚାର୍ଯ୍ୟ କୌରବ ପକ୍ଷରୁ ଚକ୍ରବ୍ୟୁହ ରଚନା କଲେ। ଯେହେତୁ ଅର୍ଜୁନ ସେହି ସମୟରେ ଯୁଦ୍ଧକ୍ଷେତ୍ରରେ ଅନ୍ୟ ପାର୍ଶ୍ୱରେ ଥିଲେ, ପାଣ୍ଡବମାନେ ଚିନ୍ତାରେ ପଡ଼ିଗଲେ। ସେତେବେଳେ କେବଳ ଅଭିମନ୍ୟୁ ହିଁ ବ୍ୟୁହ ଭିତରକୁ ଯିବାକୁ ସାହସ କରିଥିଲେ। ସେ କହିଲେ, ମୁଁ ବ୍ୟୁହ ଭିତରକୁ ପଶି ତ ଜାଣିଛି, କିନ୍ତୁ ବାହାରିବା ଜାଣିନି। ଅନ୍ୟ ପାଣ୍ଡବମାନେ କହିଲେ, ତୁମେ ବ୍ୟସ୍ତ ହୁଅନା, ଆମେ ତମେ ପଛେ ପଛେ ଯିବୁ, ଚାଲ। ଯେତେବେଳେ ଅଭିମନ୍ୟୁ ଭିତରକୁ ପଶିଗଲେ, ଅନ୍ୟ ପାଣ୍ଡବମାନେ ଗଲା ବେଳକୁ ଜୟଦ୍ରଥ ତାଙ୍କୁ ଓଗାଳି ଦେଲେ। ଯେହେତୁ ସେ ପୂର୍ବରୁ ଶିବଙ୍କଠୁ ବର ପାଇଥିଲେ, ସେଥିପାଇଁ ସେ ଗୋଟେ ଦିନ ସମସ୍ତଙ୍କୁ ହରାଇଦେଲେ। ଯାହାଫଳରେ ଅଭିମନ୍ୟୁ ଏକାକୀ ହୋଇଗଲେ ଏବଂ ଏକାକୀ ଦୁର୍ଯ୍ୟୋଧନ, କର୍ଣ୍ଣ, ଦ୍ରୋଣାଚାର୍ଯ୍ୟ ଭଳି 7 ଜଣ ମହାରଥୀଙ୍କ ସହ ଯୁଦ୍ଧ କରିଥିଲେ। ଯେତେବେଳେ ତାଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଭାଙ୍ଗିଗଲା, ସେ ରଥ ବି ନଷ୍ଟ ହୋଇଗଲା। ଶେଷରେ ସେ ରଥ ଚକ୍ରକୁ ଅସ୍ତ୍ର କରି ଶେଷ ନିଶ୍ୱାସ ଯାଏଁ ଲଢ଼ିଥିଲେ। ଅଭିମନ୍ୟୁଙ୍କ ପୂର୍ବଜନ୍ମର କାହାଣୀ ଅତ୍ୟନ୍ତ ରହସ୍ୟମୟ। ପୁରାଣ ଅନୁସାରେ ଅଭିମନ୍ୟୁ କୌଣସି ସାଧାରଣ ମନୁଷ୍ୟ ନଥିଲେ। ସେ ଥିଲେ ସାକ୍ଷାତ ଚନ୍ଦ୍ରଦେବ ଓ ରୋହିଣୀଙ୍କର ପୁତ୍ର ବର୍ଚା। ଯେତେବେଳେ ଦ୍ୱାପର ଯୁଗରେ ଅଧର୍ମ ବଢ଼ିଲା, ଭଗବାନ ବିଷ୍ଣୁ କୃଷ୍ଣ ଅବତାର ନେଲେ। ସେତେବେଳେ ସମସ୍ତ ଦେବତାମାନଙ୍କୁ ନିଜ ନିଜର ଅଂଶ ପୃଥିବୀକୁ ପଠାଇବାକୁ କୁହାଗଲା। ସେତେବେଳେ ବର୍ଚାକୁ ପୃଥିବୀକୁ ପଠାଇବା ପାଇଁ ପ୍ରସ୍ତାବ ଦିଆଗଲା, କିନ୍ତୁ ଚନ୍ଦ୍ରଦେବ ନିଜ ପୁତ୍ରକୁ ଛାଡ଼ିବାକୁ ମନା କଲେ। କିନ୍ତୁ ବହୁତ କହିଲା ପରେ ସେ ରାଜି ହେଲେ, କିନ୍ତୁ ସର୍ତ୍ତ ରଖିଲେ। କହିଲେ, ସେ ମାତ୍ର 16 ବର୍ଷ ପାଇଁ ପୃଥିବୀରେ ରହିବ ଏବଂ ସେ ଅର୍ଜୁନଙ୍କ ପୁତ୍ର ହେବ ଆଉ ତାଙ୍କର ଭଗବାନ ଶ୍ରୀକୃଷ୍ଣ ହେବେ ତାଙ୍କର ମାମୁଁ। ତ ସେଥିପାଇଁ 16 ବର୍ଷ ବୟସରେ ଅଭିମନ୍ୟୁଙ୍କୁ ବୀରଗତିକୁ ପ୍ରାପ୍ତ ହେଲେ। ସେ ଚାହୁଁଥିଲେ ତାଙ୍କ ପୁତ୍ରକୁ ସାରା ବିଶ୍ୱ ମନେ ରଖୁ।